ବାହାରୁଛି ମୋ ଭାଗ ଏବେ ବାହାରୁ ଜୟ ଶିଶୁ ଯୀଶୁ ଜୟ ଯୀଶୁ। ହଁ ଆଉ କଣ ବାହାରୁଛି? ଜୟ ଯୀଶୁ ଆଉ ବାହାରୁଛି ହେ ପରମେଶ୍ୱର ପିତା ସ୍ୱର୍ଗସ୍ଥ ପିତା ଓହୋ। ଆଉ କଣ କହୁଛି ହାଲେଲୁୟା। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ବଡ଼ ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ବାବା ହେଉଛନ୍ତି ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା। ବାବା ଜଣକ ଯୀଶୁଙ୍କ ସହିତ କଥା ହେଉଛନ୍ତି, ଆଉ ଯୀଶୁ ତାଙ୍କ ସାମ୍ନାକୁ ଆସୁଛନ୍ତି ଆଉ କଥା ହେଉଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଏଇ କଥା ଶୁଣିକି ଅନେକ ହୁଏତ ସେମାନେ ଭାବୁଥିବେ, ବାପରେ କେତେ ବଢ଼ିଆ ବିଷୟ। ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ବାବାଙ୍କ ସାମ୍ନାକୁ ଆସୁଛନ୍ତି, କଥା ହେଉଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଘଟଣାଟା ସେମିତି ନୁହେଁ। ଘଟଣାଟି ହେଉଛି ସମ୍ପୂର୍ଣ୍ଣ ମିଥ୍ୟା ଅଟେ। କାରଣ ଏମିତି ଅନେକ ବାବାମାନେ ଏ ଦୁନିଆରେ ଅଛନ୍ତି। କିଏ କହୁଛି ମୁଁ ହନୁମାନ ସହିତ କଥା ହେଉଛି, କିଏ କହୁଛି ମୁଁ କୃଷ୍ଣଙ୍କ ସହିତ କଥା ହେଉଛି, ଆଉ ଏଇ ବାବା ଇଏ କହୁଛନ୍ତି ମୁଁ ଯୀଶୁଙ୍କ ସହିତ କଥା ହେଉଛି। ମୋ ଭାଗ ଏବେ ବାହାରୁ ଜୟ ଶିଶୁ ଯୀଶୁ ଜୟ ଯୀଶୁ। ହଁ ଆଉ କଣ ବାହାରୁଛି? ଜୟ ଯୀଶୁ ଆଉ ବାହାରୁଛି ହେ ପରମେଶ୍ୱର ପିତା ସ୍ୱର୍ଗସ୍ଥ ପିତା ଓହୋ। ଆଉ କଣ କହୁଛି ହାଲେଲୁୟା ହାଲେଲୁୟା ଆମେନ୍। ଆଉ ସେ ଅଲକ ଫଲକ ମୋ ହୃଦୟରେ ନାହିଁ। ଆଉ କାହିଁକି? ମୁଁ 22 ବର୍ଷ ଭିତରେ ମୁଁ କେବେ ଆରୋଗ୍ୟ ହେଇପାରିଲିନି। କାହିଁକି? ମୁଁ ଦୀର୍ଘ 22 ବର୍ଷ ହେଲାଣି ତୋର ଧ୍ୱନି ଅଖଣ୍ଡ ସବୁ କରୁଛି, ମୋର ଦେହ ଆରୋଗ୍ୟ କାହିଁ କରୁନ? ଏତିକି ସାର୍ ହେଇଛି। ମୁଁ ଖଟରେ ଶୋଇଛି, ଠିକ ଦିନ 1 ବା 1:30 ସମୟରେ ଉତ୍ତର ଦିଗରୁ ଆସିଗଲା ଭାବବାଣୀ। ଶୂନ୍ୟବାଣୀ ହେଲା। ଶୂନ୍ୟବାଣୀ ଭାବବାଣୀ ଆସିଲା, ତାପରେ ଶୂନ୍ୟବାଣୀ ଆପଣ ହେଇଗଲା। କାନରେ ଶୁଣିଲ? ହଁ, ଆଚ୍ଛା। ଯେତେବେଳେ ଶୂନ୍ୟବାଣୀ ଆସିଗଲା, ମୁଁ ଖଟ ଉଠି ପଡିଲି। ଉଠି ପଡିକିରି ଏମିତି ବସିକିରି ବୋଇଲି, ହେ ଯୀଶୁ, ତୁଇ ଯଦି ସତ୍ୟ, ତୁଇ ଯଦି ପଥ ସତ୍ୟ, ମୋର ଏ ବିନ୍ଧା ବୋଲି ସବୁ ଦୂର କର। ଆଉ କଣ କରିବି? ତୁମକୁ ଡାକିବି, ତୁମ ନାମ ଭଜିବି, ଆଉ ଜପିବି, ଭଜିବି, ସାକ୍ଷ୍ୟ ଦେବି, ଭୁବନ ନେବି। ତ୍ରିବାର ସତ୍ୟ, ତ୍ରୟବାର ସତ୍ୟ ଯୀଶୁ ହାତ ବଢେଇଲେ ଆଜ୍ଞା କହିଲି ଏମିତି। ଏଠୁ ଆପଣ ସୁସ୍ଥ ହେଇଗଲ? ହଁ, ମୁଁ ପରିତ୍ରାଣ ପାଇଗଲି। ଧୀରେ ଧୀରେ ସୁସ୍ଥ ହେଲା, ବିନ୍ଧିଲାନି ହାତ ଗୁଡା। ତାପରେ କହିଲି କଣ, ରାତିରେ ଶୋଇଛି, ଜଣେ ଗଲା ଏ ବୃଦ୍ଧାଙ୍ଗୁଳିଟା ଧରିଦେଲା, ଚାପି ଦେଲା। ଆପଣଙ୍କର ରାତିରେ? ହଁ, ରାତିରେ। ଆପଣ ଶୋଇଥିଲ? ହଁ, ଶୋଇଥିଲି। ମୁଁ ଉଠି ପଡିଲି, ଉଠି ପଡି ଦେଖିଲି କିଏ ଚାପିଲା। ମୁଁ ଜାଣିଲି ସେଠୁ ସେ ପରିଚୟ ଦେଲେ ଆଉ। ଆମେ ଯୀଶୁ? ହଁ, ଯୀଶୁ ଆଚ୍ଛା। ମୋ ପିତା ଯୀଶୁ ପରିଚୟ ଦେଲେ। ଦେଇକିରି ଏଇ ସରିଛି ଜାବୁଡି ଧଇଲେ। ତାପରେ ମୁଁ ଶୋଇଲି। ଶୋଇ ସାରିଛି, ମତେ କେତେ ଥର ସ୍ୱର୍ଗକୁ ନେଲେ। ତାର ଖାପା ମାପ ନାମ ବଳି ସ୍ୱର୍ଗ ପଳେଇଲ? ସ୍ୱର୍ଗ ଦେଖିକି ଆସିଲ? ହଁ, ସ୍ୱର୍ଗକୁ ଗଲି, ସ୍ୱର୍ଗାରୋହଣ ହେଇଗଲି। କେତେ ଥର ଗଲି। ତାଙ୍କର ଯୋଉ ରତ୍ନ ସିଂହାସନ, ଯୋଉ ଜ୍ୟୋତିର୍ମୟ ରୂପ, ଯୋଉ ଜାଜୟମାନ ରୂପ ଏ ପଲକରେ ପଡୁଥାଏ, ପୁଣି ଘୁଚି ଯାଉଥାଏ। ଆନନ୍ଦମୟ ଲାଗୁଛି। ମୋର ଏଇ ବିନ୍ଧାବୁନ୍ଧି ଯେତେ ହଉ ଦେହ ପ୍ରଭୁ, କାନ୍ଦି କାନ୍ଦି ତାଙ୍କୁ କହିଲି, ହେ ଯୀଶୁ, ଗଡୁଥାଏ କହିଲି, ଭଳି ସତ୍ୟ ଯେ ଶିଶୁ ମୋର ସମସ୍ତ ପରିତ୍ରାଣ କର। ପରିତ୍ରାଣ ପାଇଲି। ସେଇ ଦିନ ଠାରୁ ଆଜ୍ଞା ମୋର ଆନନ୍ଦମୟ। ଯୁଆଡେ ଗଲେ ଜୟ ଯୀଶୁ। ଆଚ୍ଛା ବାବା, ଆପଣ କିଏ ଲୋଭ ଦେଖେଇଲେ କି? କେହି ନାହିଁ, ମୁଁ କାହାରି ପ୍ରଲୋଭରେ ନାହିଁ। ମତେ କୌଣସି ଲୋକ କହିନାହାନ୍ତି, କେବଳ ମୋର ପ୍ରଭୁଙ୍କର ଆଜ୍ଞା। ଆଚ୍ଛା ବାବା, ମଲେ କଣ ସ୍ୱର୍ଗ ଯିବା ଆଶା ଅଛି? ହଁ, ଯାଇଛି, ଯିବି ନା ଆଉ। ଇଏ ଖ୍ରୀଷ୍ଟିଆନ ଧର୍ମ ଥରେ ଯାଇଛି, ଆଉ ଥରେ ଯିବି, ନିଶ୍ଚୟ ଯିବି। ଖ୍ରୀଷ୍ଟିଆନ ଧର୍ମ ଲୋକମାନେ କହୁଛନ୍ତି, ଏ ବାଇବଲରେ ଲେଖା ବି ହେଇଛି, ଯୀଶୁଙ୍କୁ ଯେ ବିଶ୍ୱାସ କରିବ ସେ ସ୍ୱର୍ଗ ଯିବ। ହଁ, ଏ ସତ କଥା? ହଁ, ସତ୍ୟ। ଆପଣ ସ୍ୱର୍ଗ ଯିବ ଆଶା ଅଛି? ଦେଖନ୍ତୁ, ତେବେ ଯେଉଁମାନେ ବିଶ୍ୱାସ କରୁଛନ୍ତି ଯେ ବାବା ଯୀଶୁଙ୍କ ସହିତ କଥା ହେଉଛନ୍ତି ବୋଲି, ମୋର ସେମାନଙ୍କୁ ଗୋଟେ ପ୍ରଶ୍ନଟି ଏହା, ଯୀଶୁ କ'ଣ ଏତେ ଶସ୍ତା ହେଇଛନ୍ତି? ଯୀଶୁ କ'ଣ ଏତେ ଶସ୍ତା ହେଇଛନ୍ତି ଯେ ଜଣେ ଡାକୁ ଡାକୁ ପଳେଇ ଆସିବେ ଆଉ ବସି କଥାବାର୍ତ୍ତା ହେବେ? ମାନେ କେତେ ବଡ଼ ଭ୍ରାନ୍ତ ଧାରଣା ଟିକେ ଦେଖନ୍ତୁ ପ୍ରିୟ ବନ୍ଧୁଗଣ। ଏ ଦୁନିଆରେ ଯଦି ଆମେ ଦେଖିବା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବାରେ ଅନେକ ଲୋକମାନେ ଅଛନ୍ତି। ବାଇବଲ ଅନୁସାରେ ପବିତ୍ର ଜୀବନ କାଟିବାର ବି ଅନେକ ବ୍ୟକ୍ତିମାନେ ଅଛନ୍ତି। ଏହିପରି ଅନେକ ବ୍ୟକ୍ତିମାନେ ଅଛନ୍ତି ଯେଉଁମାନେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କଲା ପରେ ମାନେ ଯୀଶୁଙ୍କ ନିମନ୍ତେ ଜୀବନ ଦେବା ପାଇଁ ବି ସେମାନେ ପ୍ରସ୍ତୁତ ଅଟନ୍ତି। ଆଉ ଏମିତି ଅନେକ ଅଛନ୍ତି ଯେଉଁମାନେ କି
ସୁସମାଚାର ନିମନ୍ତେ ନିଜର ଜୀବନକୁ ଦେଇଛନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ସେମାନେ ବି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦର୍ଶନ ପାଇନାହାନ୍ତି। ତେବେ ଆପଣ ଟିକେ ଭାବନ୍ତୁ, ଏ ବାବା ଜଣକ କେମିତି ଯୀଶୁଙ୍କ ଦର୍ଶନ ପାଇଗଲେ ଏବଂ ଯୀଶୁଙ୍କ ସହିତ କେମିତି କଥାବାର୍ତ୍ତା ହେଲେ। ଏଇଟା କ'ଣ ଆପଣଙ୍କୁ ମନ ଗଢ଼ା କାହାଣୀ ଲାଗୁନି କି? ଏଇଟା ହେଉଛି ମନ ଗଢ଼ା କାହାଣୀ ଆଜ୍ଞା। ଏଥିରେ କୌଣସି ସତ୍ୟତା ନାହିଁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିବେ, ବାବାଙ୍କ ସହିତ କଥାବାର୍ତ୍ତା ହେବେ। ଯଦି ଆମେ ପୁରାତନ ନିୟମ ଦେଖିବା, ସେଠି ମୂଷା ବୋଲି ଜଣେ ପରମେଶ୍ୱରଙ୍କର ଦାସ ଅଛନ୍ତି। ଆଉ ମୂଷାଙ୍କ ବିଷୟରେ ଲେଖା ଅଛି, ମୂଷା ଯେତେବେଳେ ପରମେଶ୍ୱରଙ୍କୁ ଦେଖିଲେ, ପୁଣି ପଛପଟୁ ଦେଖିଲେ, ଆଉ ପଶ୍ଚାତ ଭାଗକୁ ଦେଖିକି ମୂଷା ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ଯୋହନ ନାମର ଜଣେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରିୟ ଶିଷ୍ୟ ଥିଲେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସବୁଠାରୁ ପ୍ରିୟ ଶିଷ୍ୟ ହେଉଛନ୍ତି ଯୋହନ। ଯେତେବେଳେ ଯୋହନଙ୍କ ସାମ୍ନାରେ ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଛିଡ଼ା ହେଉଛନ୍ତି, ଆଉ ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରୂପ ଭୟଙ୍କର ଥିଲା, ସେତେବେଳେ ଯୋହନ ଛିଡ଼ା ହୋଇପାରିଲେ ନାହିଁ। ତାଙ୍କ ଗୋଡ଼ରେ ବଳ ରହିଲା ନାହିଁ, ଆଉ ସେ ତଳେ ମୁହଁ ମାରିକି ପଡ଼ିଗଲେ। ତେବେ ଆପଣ ଚିନ୍ତା କରନ୍ତୁ, ଯେଉଁଟାକି ବିବ୍ଲିକାଲ ନୁହେଁ, ଏ ବାବା ଜଣକ କିଭଳି ଭାବରେ କେମିତି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ଏଇଟା କ'ଣ ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁନି? ତେବେ ପ୍ରିୟ ବନ୍ଧୁଗଣ, ଏମିତି ଖବରରୁ ଆପଣ ବଞ୍ଚିକି ରୁହନ୍ତୁ ଟିକେ। କାରଣ ଅନେକ ବାବାମାନେ ବାହାରିଛନ୍ତି ଯେଉଁମାନେ କି ଲୋକମାନଙ୍କୁ ଭ୍ରାନ୍ତ କରିବାର ଧୁରନ୍ଧର। ଆଉ କିଏ କହୁଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୋତେ ଦର୍ଶନ ଦେଲେ। ଆଉ ତପି ମିଶ୍ର ବିଷୟରେ ଟିକେ ଦେଖନ୍ତୁ ନା। ତପି ମିଶ୍ର ଯେତେବେଳେ ସନାତନୀ ଫିଲ୍ମ ଚାଲିଥିଲା, ରିଲିଜ୍ ପୂର୍ବରୁ କହିଥିଲେ ଯେ ପ୍ରଭୁ ଯୀଶୁ ତାଙ୍କ ସ୍ୱପ୍ନରେ ଆସିଲେ। ଏଇଟା କେମିତି ଏକ ଭ୍ରାନ୍ତ ଚିନ୍ତାଧାରା ଟିକେ ଦେଖନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏମାନଙ୍କ ପାଖକୁ, ବାବାମାନଙ୍କ ପାଖକୁ ଅନେକ ଖ୍ରୀଷ୍ଟିଆନ ଲୋକମାନେ ଅଛନ୍ତି, ପ୍ରଭୁଙ୍କର ବାକ୍ୟ ଅନୁସାରେ ଜୀବନଯାପନ କରୁଥିବା ଅନେକ ଲୋକମାନେ ଅଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କ ପାଖକୁ ନ ଆସିକି ପୁଣି ବାବାଙ୍କ ପାଖକୁ ଆସିଲେ। ତେବେ ପ୍ରିୟ ବନ୍ଧୁଗଣ, ଯଦି ଆପଣ ଏ ଖବର ଆଗରୁ ପାଇଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ ବାବାଙ୍କୁ ଦେଖାଦେଲେ, ବାବାଙ୍କ ସହିତ କଥାବାର୍ତ୍ତା ହେଲେ, ଯଦି ଆପଣ ଏମିତି ଭାବୁଛନ୍ତି, ତେବେ ଆପଣଙ୍କ ମନରୁ ଦୟାକରି ଏହି ଭ୍ରାନ୍ତ ଧାରଣାକୁ ଆପଣ ଦୂର କରିଦିଅନ୍ତୁ। ହଁ ପ୍ରିୟ ବନ୍ଧୁଗଣ, ପରମେଶ୍ୱର କାହାର ଚାକର ନୁହନ୍ତି ଯେ ଡାକୁ ଡାକୁ ଦୌଡ଼ିକି ପଳେଇ ଆସିବେ। ପରମେଶ୍ୱର ସେମିତି ନୁହନ୍ତି। ଯଦି ବା ପରମେଶ୍ୱର ଆସିବେ ତାଙ୍କ ନିଜ ଇଚ୍ଛାରେ, ପରମେଶ୍ୱର ଯଦି ନିଜେ ଇଚ୍ଛା କରିବେ, ତେବେ ପରମେଶ୍ୱର ଆସିବେ। ସମସ୍ତଙ୍କୁ ନମସ୍କାର। ଭିଡ଼ିଓ ଭଲ ଲାଗିଥିଲେ ସେୟାର କରନ୍ତୁ। ଚ୍ୟାନେଲକୁ ପ୍ରଥମ ଥର ପାଇଁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।